ହ୍ୟାଲୋ ଦର୍ଶକ ବନ୍ଧୁ, ଆଜି ଆମେ ପ୍ରଥମ ଶ୍ରେଣୀର ହସ ଖେଳ ବହିର ପ୍ରଥମ ଭାଗର ପାଠ 8 ରାଜାଙ୍କ ଭୋଜିର ପାଠର ଅଭ୍ୟାସ କରିବା। କ'ଣ କରିବା? ଅଭ୍ୟାସ କରିବା। ଗଲା ଭିଡ଼ିଓରେ ଆମେ ଏ ପାଠଟାକୁ ବହୁତ ଭଲସେ ସୁନ୍ଦର ଭାବରେ ପଢ଼ିଥିଲେ। ଯେଉଁମାନେ ପାଠଟା ପଢ଼ିନ, ମୁଁ ତଳେ ଲିଙ୍କରେ ପାଠର ଭିଡ଼ିଓଟା ଦେଇଦେଇଛି। ତୁମେ ଯାଇକରି ପ୍ରଥମେ ସେ ପାଠଟିକୁ ପଢ଼, ତାପରେ ଆସିକିରି ଅଭ୍ୟାସ କରିବ। ଚାଲ ଡେରି ନ କରି ଅଭ୍ୟାସ କରିବା ପାଇଁ ଯିବା। ଅଭ୍ୟାସ କରିବା ଯିବା ପୂର୍ବରୁ ପିଲାମାନଙ୍କୁ ଗୋଟେ ଅନୁରୋଧ, ଯଦି ଚ୍ୟାନେଲକୁ ଫାଷ୍ଟ ଥର ଆସିଥିବେ ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲ ଅଭ୍ୟାସ କରିବା। କାହିଁ ଚାଲ ପରେ ଦେଖିବା ଅଭ୍ୟାସରେ କ'ଣ ଦେଇଛି। ଏକ ନମ୍ବରରେ କ'ଣ ଦେଇଛି? ଆସ କହିବା। ଚାଲ ଏକ ନମ୍ବରଟା କ'ଣ ଦେଇଛି? ରାଜା କ'ଣ ଦେଲେ? କାହିଁ ପିଲାମାନେ କହିଲ, ଆମେ ଯେଉଁ ଭିଡ଼ିଓରେ ପଢ଼ିଥିଲେ ରାଜା କ'ଣ ଦେଲେ? ରାଜା ଭୋଜି ଦେଲେ। କାହାକୁ ଭୋଜି ଦେଲେ? ରାଜା ବଣର ସମସ୍ତ ପଶୁପକ୍ଷୀମାନଙ୍କୁ ଭୋଜି ଦେଲେ। ତାପରେ କୋଶ୍ଚିନ୍ଟା ପଢ଼ିବା। ଭାଲୁ କ'ଣ ଧରିଥିଲା? କାହିଁ ପିଲେ କହିଲ ଦେଖି, ଭାଲୁ କ'ଣ ଧରିଥିଲା? ଚାଲ ଦେଖିବା। ଏଠି ଲେଖା ହେଇନି? ଭାଲୁ ବଡ଼ ଡାଲିଆଟିଏ ଧରିଥିଲା, ସେଥିରେ ଧଳା ଧଳା ଫୁଲ ସଜ ହୋଇଥାଏ। ଜାଣିଲ ପିଲେ, ଭାଲୁ କ'ଣ ଧରିଥିଲା? ଭାଲୁ ବଡ଼ ଡାଲିଆଟିଏ ଧରିଥିଲା, ଆଉ ସେଥିରେ କ'ଣ ବହୁତ ସାରା ଧଳା ଧଳା ଫୁଲ ସଜ ହୋଇକିରି ଥିଲା। ଲେଖିଲ ପିଲାମାନେ, ଭଲସେ ସୁନ୍ଦର ସୁନ୍ଦର ଅକ୍ଷର କରିକି ଲେଖିବ। ତାପରେ ପ୍ରଶ୍ନଟା ପଢ଼ିବା। କ'ଣ ଦେଇଛି? କାହିଁ ବିଲୁଆ କାହା ଉପରେ ବସିଲା? କାହିଁ ପିଲେ କହିଲେ ଦେଖି, ଲାଷ୍ଟ ଯେଉଁ ବିଲୁଆ ଆସିଲା, ଦେଖ ବିଲୁଆ ପିଢ଼ା ଉପରେ ବସିଲା। କାହା ଉପରେ ବସିଲା? ବିଲୁଆ ପିଢ଼ା ଉପରେ ବସିଲା। ବୁଝିଲ? ତାପରେ ଆଉ କ'ଣ? ବିଲୁଆ କ'ଣ ଭାବିଥିଲା? ବିଲୁଆ ଭାବିଲା ପେଟେ ଖାଇବ। ବିଲୁଆ କ'ଣ ଭାବିଥିଲା? ରାଜାଙ୍କର ଭୋଜି ହେଉଛି, ପେଟେ ଖାଇବ। ତାପରେ ଶେଷରେ କ'ଣ ହେଲା କହିଲେ ପିଲାମାନେ? ଶେଷରେ ହେଲା, ବିଲୁଆ ସବା ଶେଷରେ ଆସିଲା, ପିଢ଼ା ପକାଇ ବସିଲା, ଭାବିଥିଲା ପେଟେ ଖାଇବ, କିନ୍ତୁ ଦେଖିଲା ବେଳକୁ ଡାବା ଖାଲି ହେଇଯାଇଛି। ଶେଷରେ କ'ଣ ହେଲା? ବିଲୁଆ ଭୋକରେ ଚାଲିଗଲା। ଡାବା ଖାଲି ହେଇଯାଇଛି, ବିଲୁଆ ଭୋକରେ ଚାଲିଗଲା। ତାପରେ ପ୍ରଶ୍ନଟା ଦେଖିବା। 2 ନମ୍ବର ପ୍ରଶ୍ନଟା କ'ଣ ଦେଇଛି ପିଲାମାନେ ଦେଖିବା। ଦେଖ 2 ନମ୍ବର ପ୍ରଶ୍ନଟା କ'ଣ ଦେଇଛି? ଆସ ଛବି ଦେଖି କହିବା। କୁହ। ଡାଳ, ଢୋଲ, ଡଙ୍ଗା, ଜଟ, ଜାଲ, ଜିଭ, ଶଗଡ଼, ମାଙ୍କଡ଼, କଢ଼। କହୁଛ ତ ପିଲାମାନେ? ଭେରି ଗୁଡ୍। ଗଧ, ଓଧ, ଧନୁ, ଏମିତି ସବୁ ବହୁତ ସାରା ଅଛି। ଆଉ କ'ଣ ଦେଇଛି ଦେଖ। ଉପରେ ଥିବା ଶବ୍ଦ ଗୁଡ଼ିକରେ ଡ, ଢ, ଜ, ଧ, ଢ, ଢ ଅକ୍ଷର ଗୁଡ଼ିକ ଗୋଲ ବୁଲେଇବା। ଚାଲ ଗୋଟେ ଗୋଲ ବୁଲେଇବା। କ'ଣ କ'ଣ ଅଛି ଦେଖ। ଫାଷ୍ଟ ଗୋଲ କିନି ବୁଲେଇବା। ଦେଖ ଏଠି କ'ଣ? ଶଗଡ଼, ଏଠି ଡ ଅଛି, ଏଠି ଢରେ ଗୋଲ ବୁଲେଇବା। ଏଠି ଅଛି ମାଙ୍କଡ଼, ଏଠି ଢ ଅଛି, ଢରେ ଗୋଲ ବୁଲେଇବା। ଏଠି ଅଛି କଢ଼, ଢ ଅଛି, ଏଠି ଢ ଅଛି, ଢରେ ଗୋଲ ବୁଲେଇବା। ଗଧ, ଏଠି ଧ ଅଛି, ଏଠି ମଧ୍ୟ ଧରେ ଗୋଲ ବୁଲେଇବା। ଓଧ, ଏଠି ଧ ଅଛି, ଧରେ ଗୋଲ ବୁଲେଇବା। ଧନୁ, ଏଠି ମଧ୍ୟ। ଏମିତି ସବୁଜାରେ ଏ ଅକ୍ଷର ଯେଉଁଠି ଅଛି ସବୁଜା ବାଛି ଉପରେ କ'ଣ ଗୋଲ ବୁଲେଇବ। ଗୋଲ ବୁଲେଇ ପାରିବ ତ ପିଲାମାନେ? ହଁ, ଭେରି ଗୁଡ୍। ସେମିତି। ତାପରେ ପ୍ରଶ୍ନଟା ଦେଖିବା। ଚାଲ କ'ଣ ଦେଇଛି। ତାପରେ ପ୍ରଶ୍ନଟା ଦେଇଛି 3 ନମ୍ବରଟା। ଦେଖ ତାପରେ ପ୍ରଶ୍ନଟା 3 ନମ୍ବର। ଛବି ସହ ମିଳାଇ ପଢ଼ିବା। ଏଇଟା ଦେଖ, ଏଇଟା ଗୋଟେ ଛବି ଦେଇଛି, ତା ସହିତ ମିଶେଇକି ପଢ଼ିବା। ଏଇଟା ଛବିଟା କ'ଣ କହିଲ? ବଗର, ଏଇଟା କ'ଣ? ପର। ଏମିତି ପଢ଼ିବ। ବଗର ପର। ସେମିତି ଏଇଟା କ'ଣ? ପଇଡ଼ ଜଳ। କ'ଣ ହେଲା? ପଇଡ଼ ଜଳ। ଏଇଟା ସେମିତି କଲମ ଧର। କ'ଣ ହେଲା? କଲମ ଧର। ସେମିତି ତାପରଟା କ'ଣ ଦେଇଛି? ଏଇଟା କ'ଣ? ଘର ଛପର କର। ସେମିତି କ'ଣ ହେଲା? ଘର ଛପର କର। ଏମିତି 2ଟା ଚିତ୍ର ଆଉ ଯେଉଁ ଲେଖାଟାକୁ ମିଶେଇକି ଲେଖିବ। ଯେମିତି ଘର ଛପର କର, ଏ ଟାଇପ୍ର ଲେଖିବ। ହେଲା? ଲେଖିଲ ପିଲାମାନେ? ଚାଲ 4 ନମ୍ବର ପ୍ରଶ୍ନଟା ପଢ଼ିବା। 4 ନମ୍ବର ପ୍ରଶ୍ନଟା କ'ଣ ଦେଇଛି ଦେଖିବା ପିଲାମାନେ। ଚାଲ 4 ନମ୍ବର ପ୍ରଶ୍ନ ଦେଇଛି ଡ, ଢ, ଧ, ଜ ଅକ୍ଷର ଯେଉଁ ଶବ୍ଦରେ ଅଛି ବାଛି ତା ଉପରେ ଗାର ଦେବା। ତା ତଳେ ଗାର ଦେବା। ଚାଲ ଦେବା। ଏଠି ଫାଷ୍ଟ ଅଛି ଡ। ଏ ଭିତରେ ଦେଖ, ବଗ, ଗଧ, ଧନୁ, ଜୀବ, ଶଗଡ଼, କଢ଼, ଡାଳ, ମାଙ୍କଡ଼, ଏତିକି ସବୁ ଅଛି। ଏ ଭିତରେ ଏ 4ଟା ଅକ୍ଷର ଯୋଉଠି ଥିବ ତା ତଳେ ଆମେ କ'ଣ ଗାର ଦେବା। ଚାଲ ଗାର ଦେବା।
ବଗ ବଗରେ କ'ଣ କିଛି ନାହିଁ। ଗଧ ଏଠି ଧ ଅଛି, ଏଠି ଧ ତଳେ ଗାର ଦେବା ହେଲା। ଧନୁ ଏଠି ଧ ଅଛି, ଏଠି ଧ ତଳେ ଗାର ଦେବା। ଏଠି ଜୀବ ଏଠି ଜ ଅଛି, ଏଠି ଜ ତଳେ ଗାର ଦେବା। ଶଗଡ଼ ଏଠି ଢ ଅଛି, ନା ଏଠି ନାହିଁ, ଏଇଟା ଏଇଟା ଢ ଅଛି, ଡ ନାହିଁ, ଏଇଟା କିଛି ନାହିଁ ହେଲା। କଢ଼ ଏଠି ଢ ଅଛି, ଢ ତଳେ ଗାର ଦେବା। ଡାଳ ଡ ଅଛି, ଡ ତଳେ ଗାର ଦେବା। କାଙ୍କଡ଼ ଡ ଅଛି, ଡ ତଳେ ଗାର ଦେବା। ଗାର ଦେଲେ ତ ପିଲାମାନେ ଯେଉଁଟାରେ ଅଛି ତା ତଳେ କ'ଣ ଗାର ଦେବ। ସେମିତି ଚାଲ 5 ନମ୍ବର କ୍ୱେଶ୍ଚିନ୍ଟା କରିବା। 5 ନମ୍ବର ପ୍ରଶ୍ନଟା କ'ଣ ଦେଇଛି ଚାଲ ପିଲାମାନେ ପଢ଼ିବା। 5 ନମ୍ବରଟା ଦେଇଛି, କହିପାରିବା ତ କହିବ। କାହିଁ କହିଲ ଦେଖି, ଗୋଟିଏ ଗଛରେ 5ଟି ଚଢ଼େଇ ଥିଲେ ହେଲା। ଗୋଟିଏ ଗଛରେ 5ଟି ଚଢ଼େଇ ବସିଥିଲେ। ତାଳି ମାରିବାରୁ ସବୁଜା ଚଢ଼େଇ ଉଡ଼ିଗଲେ। ଗଛରେ ଚଢ଼େଇମାନେ ବସିଥିଲେ, ତୁମେ ଯାଇ ତାଳି ମାରିଦେଲ, ହେଲେ ସବୁଜା ଚଢ଼େଇ ଉଡ଼ିଗଲେ। ଆଉ ସେ କେତୋଟି ଚଢ଼େଇ ରହିଲେ? ହେଲେ 5ଟି ଥିଲେ, 5ଟି ଯା ଉଡ଼ିଗଲେ। ଆଉ କେତୋଟି ରହିଲେ? କିଛି ନାହିଁ, 0। କେତେଟା? 0। କେତେଟା ଚଢ଼େଇ ରହିଲେ? 0 ଚଢ଼େଇ ରହିଲେ। ସେମିତି ତାପରେ ଖ ନମ୍ବର ପ୍ରଶ୍ନଟା କ'ଣ ଦେଇଛି ଦେଖିବା। ଖ ନମ୍ବର ପ୍ରଶ୍ନ ଦେଇଛି, କୁନା ପାଖରେ 3ଟି ବେଲୁନ୍ ଥିଲା। କୁନା ପାଖରେ 3ଟି ବେଲୁନ୍ ଥିଲା, 3ଟି ଯାକ ବେଲୁନ୍ ଫାଟିଗଲା। କୁନା ପାଖରେ 3ଟା ବେଲୁନ୍ ଥିଲା, 3ଟି ଯାକ ବେଲୁନ୍ ଫାଟିଗଲା। ଆଉ କେତୋଟି ବେଲୁନ୍ ରହିଲା ତା ପାଖରେ? ତା ପାଖରେ କେତେଟା ରହିଲା? 3ଟା ଥିଲା, 3ଟା ଯାକ ଫାଟିଗଲା। ତ କେତେଟା ରହିଲା? କିଛି ନାହିଁ, ମାନେ 0। କେତେଟା ବେଲୁନ୍ ରହିଲା? 0 ଅଣ୍ଡା ବେଲୁନ୍ ରହିଲା। ଚାଲ ତାପରେ ପ୍ରଶ୍ନଟା ଦେଖିବା। ବୁଝିଲ ତ ପିଲାମାନେ? ତାପରେ ପ୍ରଶ୍ନ ଦେଖିବା କ'ଣ ଦେଇଛି। ତାପରେ ପ୍ରଶ୍ନ 6 ନମ୍ବର ପ୍ରଶ୍ନ, କିଏ କାହା ସହିତ ସମାନ ଗାର ଟାଣି ଯୋଡ଼ିବା। ଏ ଭିତରେ କିଏ କାହା ସହିତ ସମାନ ତାକୁ ଆମେ କ'ଣ ଗାର ଟାଣିବା। କାହିଁ ପିଲେ ଦେଖିଲ ପତ୍ର, ଦେଖ ପତ୍ର କ'ଣ ଅଛି, ପତ୍ର କେତେଟା ଅଛି? 1 2 3 4 5ଟା। ଏଇଠି 5ଟା ପତ୍ର ଅଛି, ପତ୍ରକୁ ପତ୍ର ଗାର ଟାଣି ଦେବ ହେଲା। ସେମିତି ଫୁଲ, ଫୁଲ ଗୋଟେକୁ, ଏଇଠି ଗୋଟେ ଫୁଲ, ଫୁଲକୁ ଫୁଲ କ'ଣ ଗାର ଟାଣି ଦେବ। ସେମିତି ଆଇସ୍କ୍ରିମ୍ 1 2 3 4 5 6ଟା ଅଛି, ଏଇଠି ମଧ୍ୟ 6ଟା ଆଇସ୍କ୍ରିମ୍ ଅଛି। ତ ଆଇସ୍କ୍ରିମ୍ ଗାର ଟାଣି ଦେବ। ଗାର ଟାଣିଲ ତ ଯିଏ ଯାହା ସହିତ ସମାନ ଦେଖିକିରି ଗାର ଟାଣି, ଫୁଲକୁ ଫୁଲ, ପତ୍ରକୁ ପତ୍ର, ଆଇସ୍କ୍ରିମ୍ ଆଇସ୍କ୍ରିମ୍। ତୁମମାନଙ୍କୁ ତ ସବୁ ଆଇସ୍କ୍ରିମ୍ ଭଲ, ଆଇସ୍କ୍ରିମ୍ ଖାଇଛ ତ ପିଲାମାନେ? ହଁ, ଆଇସ୍କ୍ରିମ୍ ସମସ୍ତେ ଖାଇଛନ୍ତି। ହଉ, କାହିଁ ଚାଲିଲ ଦେଖିବା ତାପରେ ପ୍ରଶ୍ନଟା ପଢ଼ିବା। ତାପରେ ପ୍ରଶ୍ନଟା କ'ଣ ଦେଇଛି? 7 ନମ୍ବର ପ୍ରଶ୍ନଟା ଏଇ ଦେଖ। 7 ନମ୍ବର ପ୍ରଶ୍ନ ଦେଇଛି, ପାଠ 8ରେ 26 ନମ୍ବର 2କୁ ଦେଖି କହିବା। ମାଙ୍କଡ଼ ପାଖରେ କିଏ ବସିଛି? କେତେଜଣ ଭୋଜି ଖାଉଛନ୍ତି? 2 ନମ୍ବର ଛବିକି ଦେଖିକି କହିବା। କାହିଁ ଚାଲ 2 ନମ୍ବର ଛବିଟା ଦେଖିବା। 2 ନମ୍ବର ଛବିଟା କ'ଣ ଦେଇଛି ଦେଖ। ଏଇଟା ହେଉଛି ପାଠ 8। ପାଠ 8ରେ ଏଇଟା ହେଉଛି ଫାଷ୍ଟ ଛବି, ଏଇଟା ହେଉଛି 2 ନମ୍ବର ଛବି। ଏଇଟାକୁ ଦେଖିକି କହିବା, ମାଙ୍କଡ଼ ପାଖରେ କିଏ ବସିଛି? କାହିଁ ପିଲେ ଦେଖିଲ, କାହିଁ ମାଙ୍କଡ଼? ଏଇଟା ହେଉଛି ମାଙ୍କଡ଼। ମାଙ୍କଡ଼ ପାଖରେ କିଏ ବସିଛି? ଭାଲୁ ବସିଛି। କିଏ ବସିଛି? ମାଙ୍କଡ଼ ପାଖରେ ଭାଲୁ ବସିଛି। ତା ଆଗକୁ କିଏ ବସିଛି? ଆଉ ଗୋଟେ ମାଙ୍କଡ଼ ବସିଛି, କିନ୍ତୁ ମାଙ୍କଡ଼ ପାଖରେ କିଏ ବସିଛି? ଭାଲୁ ବସିଛି। ବୁଝିଲ? ସେମିତି ତାପରେ ପ୍ରଶ୍ନ ଦେଇଥିଲା, ଟୋଟାଲ କେତେଜଣ ଭୋଜି ଖାଉଛନ୍ତି? ସର୍ବମୋଟ କେତେଜଣ ଭୋଜି ଖାଉଛନ୍ତି? କାହିଁ ପିଲେ ଗଣିଲ, ସର୍ବମୋଟ କେତେଜଣ ଭୋଜି ଖାଉଛନ୍ତି? ଦେଖ, ଠେକୁଆ 1, ହାତୀ 2, ଭାଲୁ 3, ଘୋଡ଼ା 4, ହରିଣ 5, ଜିରାଫ 6, ବାଘ 7, ମାଙ୍କଡ଼ 8, ଆଉ ଗୋଟେ ମାଙ୍କଡ଼ 9। ଟୋଟାଲ 9 ଜଣ ଭୋଜି ଖାଉଛନ୍ତି। ଟୋଟାଲ କେତେ ଜଣ ଭୋଜି ଖାଉଛନ୍ତି? ଟୋଟାଲ 9 ଜଣ ଭୋଜି ଖାଉଛନ୍ତି। କେତେ ଜଣ? 9 ଜଣ ଭୋଜି ଖାଉଛନ୍ତି। ଗଣିଲ ତ ପିଲାମାନେ? ଚାଲିଲ ତାପରେ କ୍ୱେଶ୍ଚିନ୍ଟା କ'ଣ ଅଛି ପଢ଼ିବା। 7 ନମ୍ବରଟା କରିଦେଲେ, ଏବେ 8 ନମ୍ବରଟା ପଢ଼ିବା। 8 ନମ୍ବରଟା ଦେଖ। 8 ନମ୍ବରରେ ଦେଇଛି, ଛବି ଦେଖି ବକ୍ସରେ ଲେଖିବା। ଦେଖ, ସେ ଫାଷ୍ଟଟା ଲେଖିଦେଇଛି, ଗୋଟେ ବାଘ ଆଉ ଗୋଟେ ବାଘ, ଟୋଟାଲ 2ଟି ବାଘ। ସେମିତି କେତେଟା ହରିଣ? 1 2 3, 3ଟି ହରିଣ। ସେମିତି କେତୋଟି ମାଙ୍କଡ଼ ଅଛି? ଗଣିକି ଲେଖିବ, 1 2 3 4, ସେମିତି 4ଟି ମାଙ୍କଡ଼। ସେମିତି ଫୁଲ କେତେଟା ଅଛି? 1 2 3 4, ସେମିତି 5ଟି ଫୁଲ। ଲେଖିଲ ତ ପିଲାମାନେ? ଭେରି ଗୁଡ଼୍। ସେମିତି ତାପରେ ପ୍ରଶ୍ନଟା କ'ଣ ଅଛି ଚାଲ ଦେଖିବା। 9 ନମ୍ବରଟା କ'ଣ ଦେଇଦେଇଛି? 6ଟି କାଠିର ଚିତ୍ର କରିବ। 6ଟି କାଠିର ଚିତ୍ର କରିବ। କାଠି ଚିତ୍ର କରିବ କେମିତି? କାଠି ପିଲା ଦେଖ, 1 2 3 4 5
एमती 6टी चित्रर कौन काठी कर कल तो पिला 6टी चित्र काठी कर तो है देखुन 1 2 3 4 5 6 करी तले नंबर एमती लिखिदेव है चिंता प्रश्नटा कौन देखा चल तापर प्रश्न देखिए चाल लिखा सपोज आम जो लिखी देखो ये देखी ट लिखी आम ट को देखी एका लिखा बिल्कुल भी जिंदी घेरा बाहर को जीवनी ट ट ट पेलसिन धरिकी पूरा सुंदर सुंदर अक्षर कर लिख सेमती तला कौन देती सेमती ल लिख सेमती ल लिख पुणी आउ थे ट लिखापी कही बिल्कुल भी घेरा बाहर को जीवनी से जमी देखो ये तीर चिन्ह देती टटा पूरा शून्यटा को पूरा गोल कर ऊपर पट नहीं एमती उपरू कर तीर चिन्ह गुड़ा देनी देखुन ये तीर चिन्ह देती ये तीर चिन्ह देती ये तीर चिन्ह देती से जमी तीर चिन्ह देती तुम सेमती पूरा गोल गोल करी देख सुंदर अक्षर होगापी से गुड़ा देती बिल्कुल भी से जमी लिखी सेमती लिख बिल्कुल भी घेरा बाहर को जीवनी भेरी गुड सबुजा लिखिकी मम्मी को देखेब सुंदर अक्षर कर लिख है चलो सेमती ल देती है ये पाठटा एबे सरीगला तुमर काम है ये पाठटार गोटे गोटे प्रश्न उत्तर खातार लिखिकी तुम मम्मी को देखेब है मम्मी को देखेले मम्मी तुम देखिए कौन गुड कहे तापर वीडियोटारे आम आर पाठटा पढ़िया तापर पाठटा कौन अच्छे देखिए पिला माने तापर पाठटा अच्छी बढ़िया पाठटा तापर पाठ अच्छी पाठ 9 सपनी अजा सपन देखा मु ए पाठटार वीडियोटा तले लिंक रे दे देइछि तुम प्रश्न उत्तर करा सरला परे ए वीडियोटा को आसिक देखिबो हैला वीडियोटी भल लगी लाइक और सब्सक्राइब कर दबो।